ନା ଏଇ ଚାଳିଆରେ ଆମେ ବସିଥିଲୁ। ବସିବା ଦ୍ୱାରା ଆମର ସେ ଜଗନ୍ନାଥ ରଥର ରାଜୁ ନନା ମତେ କହିଲେ, ଆରେ ମଚୁଆ ତୋ ପୁଅଟା ଗୋଟେ ବଳରାମ ବେଶ କରୁନୁ, ପଳମ୍ବାସୁର ଯୋଉ ବେଶ ହଉଛନ୍ତି ମହାପ୍ରଭୁ। ବୋଲେ ସେଇଟା ତମ ବାଡରେ ପଡିବ, ତମ ଦ୍ରୋଣ ସାହିର ଜାତ ସିଏ, ଏଇ ଆମର କଣ ସେଇଟା ଦରକାର? ରାଜୁନା କହିଲା ନାଇଁ ନାଇଁ ସେଇଟା ଦେଖିବା କହିକିରି ଥିଲା। ମୋର ଭାରି ଇଚ୍ଛା ଥିଲା ଯେ ମୋ ପୁଅଟେ ଗୋଟେ ବଳରାମ ହେଇକି ମହାପ୍ରଭୁ ପାଖରେ ଟିକେ ସେବା କରନ୍ତା। ଏଇଟା ଭାରି ମୋର ଇଚ୍ଛା ଥିଲା, ହେଲେ ମୁଁ କହେନି କାହାକୁ। ଦେଖନ୍ତୁ ରଥଯାତ୍ରା ସରିଗଲା, ରାଜୁନା କିଛି କହିଲେନି। ରଥଯାତ୍ରା ସରିଗଲା, ଗଣେଶ ପୂଜା ସମୟରେ ସେଇଟା ପଡିବ, ଆମର କୃଷ୍ଣ ନୀଳା ପଡେ ମହାପ୍ରଭୁଙ୍କର। ମୁଁ କାମ କରୁଛି କୋଉଠି ନା ଆମର ବଳଗଣ୍ଡି ଗଣେଶ କାମ କରୁଥିଲି। ସେଦିନ କଣ ହେଇଛି ନା ତାଙ୍କର ଆଉ ମାନେ ଠିକ ଠାକ କରିନାହାନ୍ତି। କୃଷ୍ଣଟା ଠିକ ହେଇଛି, ବଳରାମ ଠିକ ହେଇନି ସାହି ତରଫରୁ। ନ ଠିକ ହେଇଛି ସେଇଦିନ କଣ ହେଇଛି ନା ମୁଁ କାମ କରିବା ଭିତରେ ତାଙ୍କ ବଡ ଭାଇ ଯିଏ ନିଙ୍ଗୋନ ନା ସେ ଯାଇ ସେଠି ପହଞ୍ଚିଛନ୍ତି। ଜିନିଷ ତ କଣ କିଣିବାକୁ ଯାଇଛନ୍ତି, ମୋବାଇଲ ବର୍ଷା ହଉଥାଏ, ମୋବାଇଲ ପହଞ୍ଚିଗଲା। ହେଲେ ପହଞ୍ଚିବା କଣ କରୁଛୁ? ମୁଁ କାମ କରୁଛି। ବୋଲେ ତମେ କୁଆଡେ ଏଇଟା ଆସିଛ? ନା ଦେଖୁନୁ ଆଉ ବର୍ତ୍ତମାନ ସବୁ ଠିକ ହେଇଗଲାଣି, ମୋ ଜିନିଷ ତ କିଣୁଥିଲି, ଆଉ ବର୍ତ୍ତମାନ କୃଷ୍ଣ ଠିକ ହେଇଗଲାଣି, ଆଉ ବଳରାମ ଟା ଠିକ ହେଇପାରୁନି, ଆଉ କଣ କରିବି? ସାଇ ଲୋକ ବି ମତେ ଖାଲି ବାରମ୍ବାର କହୁଛନ୍ତି ଗୋଟେ ବଳରାମ ଠିକ କର, ବଳରାମ। ମୁଁ ମୋର ଆଉ ଉପାୟ ପାଉନି। କିଏ ଆମର ନିଙ୍ଗନା ରାଜୁନାନଙ୍କର ବଡ ଭାଇ ଯିଏ ନିଙ୍ଗନା କହୁଛନ୍ତି, କାରଣ ସିଏ ବି ଜାଣିନାହାନ୍ତି ଯେ ରାଜୁନାନ କିଛି କହିନାହାନ୍ତି। ସେତେବେଳେ ସେ କହୁଛନ୍ତି ଯେ ଆରେ ବଚୁଆ ତୋ ପୁଅ ପଢାପଢି ସରିଗଲାଣି। ମୁଁ କହିଲି ପଢାପଢି କଣ, ଯଦି କହିବ କଣ କହୁନ ନା ବର୍ତ୍ତମାନ ତୋ ପୁଅ ଗୋଟେ ବଳରାମ କରିବା। ମୁଁ ଭାରି ଖୁସି ହେଇଗଲି ଆଉ। ମୁଁ କହିଲି କି କଥା, ଆଉ ଯଦି କହୁଛି ନା ଆମର ଆଜି ଦରକାର ସନ୍ଧ୍ୟା ବେଳକୁ। ମୁଁ କହିଲି ଆଜି? ମୁଁ ଖୁସି ତ ହେଇଗଲି, ହେଲେ ପୁଅକୁ ଟିକେ ପଚାରିବାର ଅଛି। ପୁଅ ପଚାରିଲେ, ପୁଅ କହିଲେ ହଁ ବାବା କରିବି ଆଉ। ମୁଁ ସେଦିନ କାମ ଫାମ ଛାଡିକିରି ମୁଁ ତା ସାଙ୍ଗେ ଲାଗିଲି ଆଉ। ଯାଇକିରି ସେଦିନ ଭାରି ଖୁସି ଲାଗିଲା। ଏଥିପାଇଁ କଣ ନା ମହାପ୍ରଭୁଙ୍କ ପାଖରେ ସେବା କରିବା, ଆଉ ଗୋଟେ ଜିନିଷ ଛୋଟ ଛୁଆଟେ ସିଏ, ତାକୁ ନେଇକିରି ଗଲି ବଳରାମ ବେଶ କରିକିରି ଭିତରକୁ ଗଲା। ଦୋଣ ସାହି ଜାତ ଥିଲା, ଯେହେତୁ ଦୋଣ ସାହି ତରଫରୁ ପଳମ୍ବାସୁର ବେଶଟି ଅନୁଷ୍ଠିତ ଥାଏ, ସେଠି କଲି। ମାନେ ଭାରି ଖୁସି ଲାଗିଲା ସେଦିନ, ଯେହେତୁ ଏଇଟା ଆମ ବଡ ଘର ସହିତ ସମ୍ପର୍କ ଥାଏ ତ, କାହିଁକିନା ସେମାନେ ସବୁ ତାଙ୍କର ବୁଝାବୁଝି କରନ୍ତି। ମତେ ସେଦିନ ଭାରି ଆନନ୍ଦ ଲାଗିଲା, ଗୋଟେ ମାନେ ମୋ ମନଟା ଭାରି ଇଏ ଲାଗିଲା, ଯେମିତି କହନ୍ତିନି କିଛି ପାଇଗଲି।